ଥରେ ଜଣେ ସମୁଦ୍ର ଜୀବ ବୈଜ୍ଞାନିକ ଗୋଟିଏ ପରୀକ୍ଷା କଲେ। ସେ ଗୋଟିଏ ସାର୍କ ମାଛକୁ ଗୋଟିଏ ବଡ଼ ମୋଟା କାଚ ଜାର ଭିତରେ ରଖିଲେ। ପୁଣି ସେହି କାଚ ଜାରର ଅନ୍ୟ ପାଖରେ ଛୋଟ ଛୋଟ ମାଛ ସବୁ ରଖିଲେ। ଯେତେବେଳେ ସାର୍କ ମାଛ ଛୋଟ ମାଛମାନଙ୍କୁ ଦେଖି ଆକ୍ରମଣ କରିବାକୁ ଆରମ୍ଭ କରୁଥିଲା, ଆକ୍ରମଣ କରିବା ପୂର୍ବରୁ ବୈଜ୍ଞାନିକ ଜଣକ ସଙ୍ଗେ ସଙ୍ଗେ ଗୋଟିଏ ମୋଟା କାଚ ଆଣି ମଝିରେ ରଖିଦେଲେ। ସେହି କାଚ ଜାରଟି ଦୁଇ ଭାଗରେ ବିଭକ୍ତ ହୋଇଗଲା। ସେ କାଚଟି ଏତେ ଶକ୍ତ ଥିଲା ଯେ ଯେତେ ଜୋରରେ ଆଘାତ କଲେ ସୁଦ୍ଧା ତାହା ଭାଙ୍ଗୁ ନଥିଲା। କିନ୍ତୁ ସାର୍କ ମାଛଟି କାଚ ମଧ୍ୟ ଦେଇ ଛୋଟ ମାଛ ସବୁକୁ ଦେଖି ଆକ୍ରମଣ କରିବାକୁ ଚେଷ୍ଟା କରୁଥାଏ, କିନ୍ତୁ ପାରୁନଥାଏ। ସାର୍କ ମାଛ ଯେତେ ଚେଷ୍ଟା କଲେ ମଧ୍ୟ ଭାଙ୍ଗି ପାରୁନଥାଏ। ଏପରିକି ସାର୍କ ମାଛର ମୁହଁରୁ ରକ୍ତ ବାହାରିବାକୁ ଲାଗିଲା। ତଥାପି ସେ ଛୋଟ ମାଛମାନଙ୍କୁ ଖାଇପାରିଲା ନାହିଁ। ସେ ଚେଷ୍ଟା କରି ବିଫଳ ହେଲା ପରେ ଶାନ୍ତ ହୋଇ ରହିଗଲା। ସେତେବେଳେ ବୈଜ୍ଞାନିକ ସାର୍କ ମାଛ ଶାନ୍ତ ହୋଇଯିବାର ଦେଖି ମଝିରେ ଥିବା କାଚଟିକୁ ବାହାର କରିଦେଲେ। ତଥାପି ସାର୍କ ମାଛ ତା ଜାଗାରୁ ଆଉ ହଲି ପାରିଲା ନାହିଁ, କାରଣ ସେ ଭାବୁଥିଲା ଯେ ବଡ଼ କାଚ ଜାର ମଝିରେ କିଛି ଅଛି ଯାହା ତାକୁ ଛୋଟ ମାଛ ପାଖକୁ ଯିବାକୁ ଦେଉନାହିଁ। ପ୍ରିୟ ବନ୍ଧୁ, ଆମେ ମଧ୍ୟ ଅନେକ ସମୟରେ ବିଫଳତାର ଶିକାର ହେଲା ପରେ ଆଶା ଛାଡ଼ି ଦେଇଥାଉ। ଆମ ସମ୍ମୁଖରେ ଥିବା ସଫଳତାକୁ ଆଉ ଦେଖିପାରିନଥାଉ, କାରଣ ଆମ ବିଫଳତା ଆମକୁ ନିରାଶ ହତାଶ କରି ପକାଇ। ତେଣୁ ପବିତ୍ର ବାଇବଲରେ ଈଶ୍ୱର କହନ୍ତି, ତୁମ୍ଭେମାନେ ମାଗିଥାଅ କିନ୍ତୁ ପାଇନଥାଅ, କାରଣ ଆପଣା ଆପଣା ସୁଖାଭିଳାଷରେ ବ୍ୟୟ କରିବା ନିମନ୍ତେ ମନ୍ଦ ଅଭିପ୍ରାୟରେ ମାଗିଥାଅ।